वंदे पुरुषोत्तम। ये ହେଉଛି ଲଙ୍ଗଳେଶ୍ୱର ସତ୍ସଙ୍ଗ ବିହାର ଦୃଶ୍ୟ। ଆସନ୍ତୁ ବୁଲିବା ଦେଖିବା। ରାସ୍ତାଟି ମାନ୍ଧାତା ବଜାର ପଟୁ ମଝିରେ ସତ୍ସଙ୍ଗ ବିହାର ଏବଂ ଯେଉଁପଟେ କ୍ୟାମେରାଟି ମୁଁ ଦେଖାଉଛି ରାସ୍ତାଟି ଅଛି ଲଙ୍ଗଳେଶ୍ୱର ବଜାର ଆଡ଼କୁ। ଲଙ୍ଗଳେଶ୍ୱର ବଜାର ଆଉ ମାନ୍ଧାତା ବଜାର ମଝି ଭାଗରେ ଅଛି ଲଙ୍ଗଳେଶ୍ୱର ସତ୍ସଙ୍ଗ ବିହାର। जो सत्संग विहार बहुत सारे भक्त भक्तों समागम आज होता। ये हूँ संध्या बेल दृश्य। संध्या बेलर आलोक सज्जार मंदिर टी सुंदर देखा अनुभव कर तार खाइबा दायित्व किसी बोली पार गठन करा जाई आज तार शुभारंभ करा जायछि एवं तार सजासज्जा आपनका सामने सुंदर भाव सज फूल जे देखिबो थरे आखि लागी जीवो। ठाकुरंकर ये जो बासस्थली नवकलेवर आज बहुत सारे भक्त मानक आनंदित करिथिबो। समाने देखिथिबा स्वप्न आज तांकर साकार हेइथिबो जे आमे ठाकुरंकर गोटे लंगलेश्वर यही भलिया मंदिर करिबु आ तांकर स्वप्न आज सत हेइची। बहुत
ଭକ୍ତମାନଙ୍କର ମନସ୍କାମନା ପୂର୍ଣ୍ଣ ହେଇଛି ଆଜି। ଭକ୍ତ ଭାଇମାନେ ସନ୍ଧ୍ୟାବେଳେ ଲାଗିଛନ୍ତି। ଆପଣମାନେ ଭାବୁଥିବେ ଏ ମନ୍ଦିରର ଚତୁଃପାର୍ଶ୍ୱକୁ ସଜେଇବା ପାଇଁ କେତେ ପରିଶ୍ରମ କରିବା ପାଇଁ ପଡ଼ିନଥିବ। ବର୍ତ୍ତମାନ ବି ବାଣ ଫୁଟା ଚାଲିଛି। ଚାରିଆଡ଼େ ଗେଣ୍ଡୁ ସେବତୀ ପୁରା ସଜ ଫୁଲରେ କି ମନ୍ଦିର ମହକୁଛି ଚତୁଃପାର୍ଶ୍ୱ। ଇଏ ହେଉଛି ସନ୍ଧ୍ୟାବେଳର ଦୃଶ୍ୟ। ଯଦି କେବେ ଆପଣମାନେ ଏପଟେ ଆସିବାର ସୁଯୋଗ ପାଆନ୍ତି, ଜାମୁଶୁଳିରୁ ଯମୁନାଶୁଳ ସି ବିଚ୍ ଯେଉଁ ରୋଡ଼, ସେ ରୋଡ଼ରେ ଇଏ ସତ୍ସଙ୍ଗ ବିହାର ଆସିବ। ଲଙ୍ଗଳେଶ୍ୱର ବଜାରରୁ ଜଷ୍ଟ 500ରୁ 1 କିଲୋମିଟର ଭିତରେ। ଦେଖିବା ପାଇଁ କେବେ ବି ଭୁଲିବେନି। ବର୍ତ୍ତମାନର ପରିବେଶ ପୁରା ଶାନ୍ତ। ଆଉ ଯଦି ଆପଣ ଏଠି କିଛି ସମୟ କଟିକି ଯିବେ, ବସିକି ଯିବେ, ନିଶ୍ଚୟ ଭାବରେ ଠାକୁରଙ୍କର କୃପା ଆପଣ ଅନୁଭବ କରିକି ଯିବେ। ଯେତେବେଳେ ବି ଉଦାସ ଲାଗେ, କିଛି ବ୍ୟକ୍ତି ଯଦି ଏଇ ଜାଗାରେ ଆସିକି ବସିଯାଆନ୍ତି, ତାହେଲେ ସେମାନେ 100% ରିଲାକ୍ସ ଫିଲ୍ କରିକି ହିଁ ଯାଇଥାନ୍ତି। ଇଏ ହେଉଛି ଠାକୁରଙ୍କର ମାନେ ଦୁଇଟି ସିଡ଼ି ପାହାଚ, ଯେଉଁଟାକି ଆମେ ଦୁଇ ପଟେ ଯାଇପାରିବାର ବ୍ୟବସ୍ଥା ଅଛି। କି ଖୁସିରେ ବାଣ ଫୁଟା ଚାଲିଛି। ଆସନ୍ତୁ ଏବେ ଯିବା ଉପରେ କ'ଣ ଅଛି ଦେଖିବା। ଆପଣଙ୍କୁ ଉପରେ ସାଜସଜ୍ଜା ଭଲ ଭାବରେ ଦେଖେଇବି। ମନ ପୁରି ଦେଖନ୍ତୁ କେତେ ସୁନ୍ଦର ଭାବରେ ସଜା ହେଇଛି। କେତେ ସୁନ୍ଦର ଭାବରେ ଠାକୁରଙ୍କର ଏ ମନ୍ଦିରକୁ ଆଜି ସଜା ହେଇଛି। ଫୁଲମାଳ, କେବଳ ଫୁଲମୟ ହିଁ ଫୁଲମୟ। ସଜ ସଜ ଫୁଲରେ ପୁରା ନାକ। କି ବାସନା। ପରିବେଶ ଏତେ ସୁନ୍ଦର ପରିବେଶ ଆଜି। ଏ ଅନୁଭବ ହିଁ କେବଳ ଯିଏ ଆସିଥିବ ସେ ଅନୁଭବ କରିପାରିବ। ଆପଣ ଦେଖିପାରୁଥିବେ କେତେ ବଡ଼ ବଡ଼ ସେବତୀ ଫୁଲକୁ ଟଙ୍ଗା ହେଇଛି। ମନ ପୁରା ସତରେ ଶାନ୍ତ ହେଇଯାଉଛି। ଠାକୁରଙ୍କୁ ପ୍ରଣାମ। ଇଏ ହେଉଛି ଠାକୁରଙ୍କର ମୁଖ୍ୟ ଘର। ଇଏ ରହିଲା ତାଙ୍କର ପଶ୍ଚିମ ପାଖର ଦୃଶ୍ୟ। ସମାନ ଭାବରେ ପଶ୍ଚିମ ପାଖରେ ଯିଏ ଏମିତି ସାଜସଜ୍ଜା, ଯେମିତି ଅଟ୍ଟାଳିକା, ଯେମିତି କାରୁକାର୍ଯ୍ୟ, ସେଇ କାରୁକାର୍ଯ୍ୟ ପୂର୍ବ ପାର୍ଶ୍ୱରେ ମଧ୍ୟ ତାଙ୍କର ଡାହାଣ ଏବଂ ବାମ ପାର୍ଶ୍ୱରେ କେତେ ସୁନ୍ଦର ଭାବରେ ଡିଜାଇନ୍ କରାହେଇଛି। ଧନ୍ୟବାଦ ସେଇ କାରିଗରମାନଙ୍କୁ, ଯେଉଁମାନେ ଆଜି ଦୀର୍ଘ 3ରୁ 4 ବର୍ଷ ଧରି ଏ କାରୁକାର୍ଯ୍ୟ କରି ଆଜି ଏହାର କାର୍ଯ୍ୟ ସମାପନ କରି ଉଦ୍ଘାଟନ କରିବାରେ ସାହାଯ୍ୟ କରିଛନ୍ତି। ଆଜି ଠାକୁରଙ୍କର ଆଶୀର୍ବାଦ ସେମାନଙ୍କ ଉପରେ ରହୁ। ସେମାନଙ୍କର ଚଲାପଥ କୁସୁମିତ ହଉ। ସେମାନଙ୍କର ପରିବାର ସୁଖରେ ରୁହନ୍ତୁ। ଠାକୁର ସଦାବେଳେ ତାଙ୍କୁ ଛତ୍ର ଛାୟା ତଳେ ରଖନ୍ତୁ। ଏତିକି ହିଁ କାମ୍ୟ।
ଏ ସୁନ୍ଦର ପରିପାଟି, ଏ ସୁନ୍ଦର ସାଜସଜ୍ଜା ସତେ କେଉଁ ରାଜମହଲର ଠୁ କମ୍ ଲାଗୁନାହିଁ। ଏ ଠାକୁରଙ୍କର ସାମ୍ନାରେ ସଜା ଯାଇଛି ପୁରା ସବୁ ଧବଳ ବର୍ଣ୍ଣରେ ସେବତୀ ଫୁଲ। ଧନ୍ୟ ହେଇଗଲା ଆଖି ଠାକୁରଙ୍କର ଏ ନବକଳେବର ମନ୍ଦିର ସହିତ ଠାକୁରଙ୍କୁ ଦର୍ଶନ। ବେଶୀ ସୁନ୍ଦର କରିଦେଇଛି ଏ ସନ୍ଧ୍ୟାବେଳ ଆଉ ୟାର ଆଲୋକସଜ୍ଜା। ସୁସ୍ଥ ଭାବରେ ଶାନ୍ତ ମସ୍ତିଷ୍କରେ ସମସ୍ତ ଭକ୍ତମାନେ କାମ କରି ଚାଲିଛନ୍ତି। ଏଠି କେହି ଭକ୍ତ ମା ଜଣେ ନିଜର ସ୍ମୃତିକୁ ସାଉଁତି ରଖିବା ପାଇଁ କିଛି କ୍ୟାମେରା ମାଧ୍ୟମରେ କଏଦ କରୁଥିଲେ। ଇଏ ହେଉଛି ପୂର୍ବ ପାର୍ଶ୍ୱର ଦୃଶ୍ୟ। ପଶ୍ଚିମ ପାର୍ଶ୍ୱରେ ଏଇଭଳିଆ ସମାନ ଡିଜାଇନ୍ ଆପଣ ଦେଖିଥିଲେ। ସୁନ୍ଦର କାରୁକାର୍ଯ୍ୟ। ଯେବେ ବି ଆସିବେ କେବେ ଭୁଲିବେନି ସତ୍ସଙ୍ଗ ବିହାରକୁ ବୁଲିବା ପାଇଁ। ପର୍ଯ୍ୟଟନ ସ୍ଥଳୀଠୁ ବି କମ୍ ନୁହେଁ। କ୍ୟାମେରାରେ ଦେଖିବା ଆଉ ସ୍ୱଚକ୍ଷୁରେ ଆସି ଦେଖିବା ଭିତରେ ବହୁତ ସାରା ତଫାତ୍। ଏ ଦୃଶ୍ୟ କେବଳ ଟିକେ ଥରେ ଆଖି ବୁଲେଇକି ଦେଖିଦିଅନ୍ତୁ ଆଉ ଆସିଲେ ଦେଖିବେ। ଯଦି କେବେ ଆପଣଙ୍କ ଜୀବନରେ ସୁଯୋଗ ମିଳେ ଭକ୍ତମାନଙ୍କର ସମାବେଶ ଗୀତ ଲଗେଇକି ନାଚୁଛନ୍ତି, ଠାକୁରଙ୍କର ଗୀତରେ ନାଚୁଛନ୍ତି, ନିଜକୁ ବିଭୋର କରୁଛନ୍ତି ଠାକୁରଙ୍କର ଭକ୍ତିରେ କି ସେମାନେ ବୁଡ଼ି ଯାଇଛନ୍ତି। ଏ ହେଉଛି ଠାକୁରଙ୍କର ମନ୍ଦିର ଚତୁଃପାର୍ଶ୍ୱ ମୁଁ ଆପଣମାନଙ୍କୁ ଦେଖାଉଛି। ଏଠି ବଡ଼ ମା, ସୁନ୍ଦର ଭାବରେ କେତେ ସୁନ୍ଦର ଭାବରେ ସଜା ହେଇଛି, ଖାଲି ନଜର ପକାଇଥାନ୍ତୁ। ସବୁ ଭକ୍ତଙ୍କର ଭକ୍ତିରେ ଆଜି ଭଗବାନଙ୍କର ଦ୍ୱାର ଝଲସି ଉଠୁଛି। ଦେଖନ୍ତୁ ସେବତୀ ଫୁଲର କେମିତି ହାର କରି ଟଙ୍ଗା ଯାଇଥିଲା। ଆପଣମାନଙ୍କୁ ମୁଁ ଠାକୁରଙ୍କ ପାଖକୁ ନେଇଯାଉଛି। ଚତୁଃପାର୍ଶ୍ୱରେ ତାଙ୍କର ଲୀଳା ଖେଳାର ଫଟୋ ସବୁ ଅଛି। ଠାକୁରଙ୍କର
चतुर्पार्श्व ये मुख्य द्वार को टे भल के देखु। मुख्य द्वारटी पूरा गेट पाखर चाहिए देखा। ये ही भक्त मैंने बसी ठाकुर आराधना करती। ये हूँ मुख्य द्वार दृश्य। धन्य से कारीगर को। ये हूँ दुई पाहाचर तलर दृश्य। दुई पटे दुईटी नाट मंदिर भाया मंदिर अच्छी। सामने देखा जाउछि मुख्य गेट। मेन रोड रु सीधा फोकस करिवो। ए गेट पटे मु आसीथिली। एबे मु ए गेट पटे देई ओल्हे जीवी। अपन सेम टू सेम पूरा डिटो लेफ्ट एंड राइट बोथ साइड अपन समान जिनस ही देखिया पाई पाइबे। गोटिए जगार भी एपट सेपट हेई नाही। एपटे सीढ़ी जो स्टाइल रे आर पटे सीढ़ी सही स्टाइल रे। कॉम्बिनेशन रे टिके भी कंप्रोमाइज नहीं। ये टोटाल होल मंदिर टी को आपण देखंतु सामना पटु वंदे पुरुषोत्तमम। वंदे पुरुषोत्तम। सुंदर लगे ग्राउंड फ्लोर सेम डिजाइन देखिए। पुराना मंदिर टे ग्राउंड फ्लोर रे था। से बिल्डिंग को भांगी पूरा नुआ बिल्डिंग नुआ घर नुआ मंदिर तैयारी होती। संपूर्ण दृश्य मेन गेट दृश्य। यदि जड़े मेन गेट पाखे छेड़ा हम ठाकुर मंदिर ये दृश्य ही से देखिए।